ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀ ଓ ସହାୟକମାନଙ୍କ ପାଇଁ ବହୁତ ବଡ଼ ଘୋଷଣା। ମାସିକ ଭତ୍ତା, ଗ୍ରାଚ୍ୟୁଇଟି, ଇପିଏଫ୍, ସରକାରୀ ମାନ୍ୟତା, ବାର୍ଷିକ ଚିକିତ୍ସା ଖର୍ଚ୍ଚ ଏବଂ 50% ରିଜର୍ଭେସନ୍। ତେଣୁ ଉପକୃତ ହେବେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା। ତେଣୁ ଖବରଟି ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କ'ଣ ରହିଛି ଆଜିର ଲାଟେଷ୍ଟ ଅପଡ଼େଟ୍, ଚାଲନ୍ତୁ ଦେଖିବା। ଦେଖନ୍ତୁ, ଅଙ୍ଗନବାଡ଼ି କର୍ମୀ ଓ ସହାୟକମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା। ତେଣୁ ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀ ଏଥିରେ ଉପକୃତ ହେବେ। ବାର୍ଷିକ 10 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା, ତା ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ଅବସର ପରେ 5 ଲକ୍ଷ ଓ 3 ଲକ୍ଷ ଟଙ୍କା ଭତ୍ତା। ଅର୍ଥାତ୍ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅବସର ବୟସ ପରେ 5 ଲକ୍ଷ ଏବଂ ସହାୟକମାନଙ୍କୁ 3 ଲକ୍ଷ ଟଙ୍କା। ଏବଂ ଦେଖନ୍ତୁ, ଏହା ସହିତ ଏଏନ୍ଏମ୍, ପିଓ ଏବଂ ଶିକ୍ଷକ ନିଯୁକ୍ତିରେ 50% କର୍ମୀକୁ ନିଯୁକ୍ତି ପ୍ରଦାନ। ଏହା ଥିଲା ଅଙ୍ଗନବାଡ଼ି କର୍ମୀମାନଙ୍କର 10 ଦଫା ଦାବିରେ ଆଜି ଭାରତୀୟ ବିକାଶ ପରିଷଦ ଅଙ୍ଗନବାଡ଼ି ସଂଗଠନ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯାଇଛି। ଯଦି ଏହି ଦାବି ପୂରଣ ହୁଏ, ରାଜ୍ୟର ପ୍ରାୟ 2 ଲକ୍ଷରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ। ରାଜ୍ୟରେ ବର୍ତ୍ତମାନ ଡବଲ ଇଞ୍ଜିନ୍ ସରକାର, ତେଣୁ ଅଙ୍ଗନବାଡ଼ି କର୍ମୀମାନେ ଆଶା କରୁଛନ୍ତି ସେମାନେ ଦାବି ପୂରଣ ହେବ, ଫଳରେ ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ। ଏ ଥିଲା ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଲାଟେଷ୍ଟ ଅପଡ଼େଟ୍।